ହ୍ୟାଲୋ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ଆଜି ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଫେବୃଆରୀ ମାସର ଗୋଦଭରାଇ ଦିବସ ବା ଶିବିର ରେଜୁଲେସନ୍। ତାହେଲେ ଆସନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଅଦ୍ୟତା -2/26 ଦିବା 1 ଘଟିକା ସମୟରେ ଆମ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏଠାରେ ଆପଣମାନେ ପାଳନ କରିଥିବା ତାରିଖଟିକୁ ପକାଇଦେବେ ଏବଂ ନିଜ ଅଙ୍ଗନବାଡ଼ି କେନ୍ଦ୍ରର ନାମଟିକୁ ମଧ୍ୟ ଲେଖିଦେବେ। ଗୋଦଭରାଇ ଦିବସ ପାଳନ କରାଗଲା। ଏହି ଦିବସରେ ବର୍ଷା ନାୟକଙ୍କର ଗୋଦଭରାଇ କରାଗଲା। ଆପଣଙ୍କ କେନ୍ଦ୍ରରେ ଯେଉଁ ଗର୍ଭବତୀ ମହିଳାଙ୍କର ଆଜି ଗୋଦଭରାଇ କରିଥିବେ ଏହି ମାସରେ, ସେହି ଗର୍ଭବତୀ ମହିଳାଙ୍କର ନାମକୁ ଏଠାରେ ଲେଖିଦେବେ। ତେଣୁ ତାଙ୍କ ଶାଶୁ, ସ୍ୱାମୀ, ଆଶା ଦିଦି, କିଶୋରୀ ବାଳିକା ଯାଞ୍ଚ କମିଟି, ମାତୃ କମିଟି, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଇତ୍ୟାଦି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଆଲୋଚ୍ୟ ବିଷୟ ଗର୍ଭବତୀ ମାଙ୍କ ପାଇଁ ସଠିକ୍ ପରାମର୍ଶ। 1ରେ ହେଲା ଗୋଟିଏ ଗର୍ଭବତୀ ମହିଳା ସବୁବେଳେ ଘର ପ୍ରସ୍ତୁତ ଖାଦ୍ୟ ଖାଇବା ଆବଶ୍ୟକ। ଗର୍ଭାବସ୍ଥାରେ ମା ପାଇଁ ପୁଷ୍ଟିକର ଖାଦ୍ୟ ଯଥା ଚୁନା ମାଛ, କ୍ଷୀର, ଅଣ୍ଡା, ଡାଲି, ବାଡ଼ି ବଗିଚାରୁ ମିଳୁଥିବା ପନିପରିବା, ସଜନା ଶାଗ, କଦଳୀ ଇତ୍ୟାଦି ଖାଇବା ଦ୍ୱାରା ଶିଶୁଟି ସୁସ୍ଥ ହୋଇ ଜନ୍ମ ହୋଇଥାଏ। ଆପଣମାନେ ଚାହିଁଲେ ଏଇଥିରେ ବହୁତ କିଛି ଆଡ଼୍ କରିପାରିବେ। 2ରେ ହେଲା ଗର୍ଭବତୀ ମହିଳା ନିୟମିତ ଆୟୋଡିନ୍ ଯୁକ୍ତ ଲୁଣ ଏବଂ ଭିଟାମିନ୍ ଏ ଓ ଆଇରନ୍ ଖାଇବା ଆବଶ୍ୟକ। 3ରେ ହେଲା ଗର୍ଭବତୀ ମହିଳା କଠିନ ପରିଶ୍ରମ କରିବେ ନାହିଁ। ଦିନରେ 2 ଘଣ୍ଟା, ରାତିରେ 8 ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ। 4ରେ ହେଲା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ। 5ରେ ଡାକ୍ତରଙ୍କର ବିନା ପରାମର୍ଶରେ କୌଣସି ଔଷଧ ଖାଇବେ ନାହିଁ କିମ୍ବା ଏକ୍ସରେ କରାଇବେ ନାହିଁ। 6ରେ ହେଲା କୌଣସି ନିଶାଦ୍ରବ୍ୟ ଖାଇବେ ନାହିଁ। 7ରେ ଡାକ୍ତରଖାନାରେ ପ୍ରସବ କରାଇବେ। 8ରେ ନିଜର ଏବଂ ନବଜାତ ଶିଶୁର ଟୀକାକରଣ କରାଇବେ। 9ରେ ହେଲା ରୋଗ ସଂକ୍ରମଣ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଗର୍ଭବତୀ ମହିଳା ଏହିସବୁ ପରାମର୍ଶକୁ ଗ୍ରହଣ କରିବା ପାଇଁ ଆଜିର ଗୋଦଭରାଇ ଦିବସରେ ଅଙ୍ଗନବାଡ଼ି କର୍ମୀ ବୁଝାଇଥିଲେ। ଶେଷରେ ଧନ୍ୟବାଦ ଜଣାଇ ସଭା ସାଂ କରାଗଲା। ଭଉଣୀମାନେ, ଆଶା କରୁଛି ଆଜିର ରେଜୁଲେସନ୍ଟି ନିଶ୍ଚିତ ଆପଣମାନଙ୍କର ମନକୁ ଆସିବ। ମୋତେ ଗତ ମାସରେ କେତେଜଣ ଭଉଣୀ ସିବି ରେଜୁଲେସନ୍ ପଠାଇବା ପାଇଁ ଲେଖିଥିଲେ, କମେଣ୍ଟରେ ଲେଖିଥିଲେ। ମୋର ସମୟ ଅଭାବରୁ ମୁଁ ପକାଇ ପାରିନଥିଲି। ତେଣୁ ଏଇ ମାସରେ ମୁଁ এই ରେଜୁଲେସନ୍ଟିକୁ ପକାଇଲି। ଯଦି ଆପଣମାନଙ୍କର ପସନ୍ଦ ହୋଇଥିବ ତାହେଲେ ପ୍ଲିଜ୍ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଭୁଲିବେ ନାହିଁ। ରହିଲି।